कहते हैं लगा श्रीशुकवाच कौन है हाँ आमे देखनु कुर्ती बाहर आस्ते को बाहर थे कुछ देख मंदिर भितर ना कहीं किए कहीकि जाना शिशु को आवाज कही ना आम देख कौटी थे बाहर देख कौटी थे जप करते कौटी थे एवं ब्रुवाण वैकुंठे भृगुस्तन्मन्द्रया गिरा निवृत्ततर्पिततुष्टिं भक्त्युत्कण्ठश्रुलोचना एवं श्रुवाणे वैकुंठे भृगुस्तन्मन्द्रया गिरा निवृत्तस्तपिततुष्टिं भक्ति उत्कण्ठश्रुलोचन शिशुकोवाच वैकुंठ मैंने नारायणे एवं ब्रुवाणे कथयति सती ए प्रकार भगवान का पाखु शुणिला परे तन्मन्द्रया तस्य मन्द्रया गंभीरया गिरा तस्य मन्द्रया गंभीरया गिरा तापर से गंभीर भाव कहते निर्भूत आनंदित तर्पित संतोषित भृगु भक्त्युत्कण्ठ भक्ति विहोल अश्रुलोचन अश्रुपूर्ण नेत्रश्च संतुष्टि मौनीभूत जातः थिले बोधे थिले पछपटे थिले बोधे पछपटे थिले देखा गला छाड़ा केते किए मन रखियो का कथा निज भजन कर किए आइला गला सुखदेव कहले भगवान यही रूप बोलिले तदीय गंभीर वचने आनंद संतोष लाभ करिया भृगु अश्रुपूर्ण नयने भक्ति विहल चित्तरे मौन अवलंबन पूर्वक अवस्थान करथिले जिते ठाकुर जी यही प्रकार तांकर भुवन मोहन गंभीर शरीर सब वर्णना कले ना धन्यतार सहित
ସେତେବେଳେ ଭୃଗୁଜୀ ମୌନ ହେଇଯାଇଛନ୍ତି, ଆଉ କିଛି କହିପାରିନାହାନ୍ତି। କେଉଁଠି ଥିଲେ ବା? ଦେଖା ହେଲା ନା? ଆରେ 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 ହାର୍ଟଚୋକ୍ ହେଇଗଲା। ଜୀବନର କୌଣସି ମାନେ ନାହିଁ। ସଂସାର ଜଲ୍ଦି ବିଦାୟ ନେଇଯିବାଟା ଭଲ, କିନ୍ତୁ ବଡ଼ ମାରାତ୍ମକ ସଂସାରଟା ଏଇଟା ଗୋଟେ। ଯେଦିନ ଯାଉଥିବ ରହିବା, ଆଉ କିଏ ହଠାତ୍ ଯାଇ ହେବ କି? ଭଗବାନ ଏଇ ରୂପ ଯେତେବେଳେ କହିଲେ ନା, ଗମ୍ଭୀର ବଚନରେ ଆନନ୍ଦ ସନ୍ତୋଷ ଲାଭ କରି ଭୃଗୁ ଅଶ୍ରୁପୂର୍ଣ୍ଣ ନୟନରେ ଭକ୍ତି ବିହଳ ଚିତ୍ତରେ ମୌନ ଅବଲମ୍ବନ ପୂର୍ବକ ଅବସ୍ଥାନ କଲେ। ଠାକୁରଜୀ ଯେଉଁ ଭାବରେ ଧନ୍ୟତାର ସହିତ କହିଛନ୍ତି ନା, ଭୃଗୁ ଆଉ କ'ଣ କରିବେ, ସ୍ଥିର ହେଇ ମାନେ ମୌନ ହେଇଗଲେ, ପୁରା ଖାଲି କାନ୍ଦୁଛନ୍ତି। ଭକ୍ତି ବିହଳ ଚିତ୍ତ ତାଙ୍କର ଗଦଗଦ ପୁରା। ଭଗବାନ ଏଇ ରୂପ, ଭଗବାନ କ'ଣ କହିଲେ, ଦେଖ ମୋର ଟିକେ ଆସିବାରେ ଡେରି ହେଇଗଲା, ମୁଁ ଜାଣିପାରିଲିନି, ମୋର ଅପରାଧ କ୍ଷମା କରିଦିଅନ୍ତୁ। ଆଜି ତୁମରି ଚରଣ ସ୍ପର୍ଶରେ ମୋର ସାରା ସମ୍ପୂର୍ଣ୍ଣ ତ୍ରିଭୁବନ ଆଜି ପବିତ୍ର ହେଇଗଲା। ଚଳଚଞ୍ଚଳ ଲକ୍ଷ୍ମୀ ନିଶ୍ଚିତ ରୂପରେ ଏଥର ମୋ ହୃଦୟ କନ୍ଦର ଭିତରେ ବାସ କରିବେ, କାହିଁକିନା ତମରି ଚରଣ ସ୍ପର୍ଶରେ ମୋ ହୃଦୟ ନିର୍ମଳ ହେଇଗଲା, ଅନ୍ତଃକରଣ ପବିତ୍ର ହେଇଗଲା। ଏଇ ଯେଉଁ ବାଣୀ ନା, ଭୃଗୁ କ'ଣ, ଯିଏ ଶୁଣିଲେ ମନ ସନ୍ତୁଷ୍ଟ ହେଇଯିବ। ଆଉ ଭୃଗୁଜୀ ତ ମହାଭାଗବତ, ଖାଲି କାନ୍ଦୁଛନ୍ତି। ସେ ସୁଖଦେବ କହିଲେ, ଭଗବାନ ଏଇ ରୂପ ବୋଲିଲେ ତାହାର ଗମ୍ଭୀର ବାକ୍ୟ ଦ୍ୱାରା ଆନନ୍ଦ ଅଶ୍ରୁରୁଦ୍ଧ କଣ୍ଠ ହେତୁ ସ୍ତୁତି କରତେ ନା ପାରିବା ମୁନି ମୌନ ଅବଲମ୍ବନ କଲେ। ମହାଭଗବାନଙ୍କର ଯେଉଁ ଗମ୍ଭୀର ବାଣୀ, ଧନ୍ୟପୂର୍ଣ୍ଣ ବାଣୀ, ଏଇ ବାଣୀକି ଶ୍ରବଣ କଲା ପରେ ଅଶ୍ରୁରୁଦ୍ଧ କଣ୍ଠ ହେତୁ, କଣ୍ଠ ପୁରା ଅଶ୍ରୁରୁଦ୍ଧ ହେଲା, ଅଶ୍ରୁପାତ କରୁଛନ୍ତି, ସେ କାନ୍ଦି କାନ୍ଦି ସ୍ତୁତି କରିପାରୁନାହାନ୍ତି, ମୌନ ହେଇଗଲେ ସେ। ଏହି ସ୍ଥଳରେ ଭଗବତ ଲୀଳା ବିନୋଦ ସୂତ୍ରଧାର କର୍ତ୍ତୃକ ନସ୍ତିତ ଭୃଗୁମୁନିର ଏହି ସକଲ କର୍ମେ ଅପରାଧ ବୋଲିବେ ନା, ଏହା ପ୍ରାଚୀନ ଗଣ ବୋଲିଅଛନ୍। ପ୍ରାଚୀନ ମୁନିମାନେ କହୁଛନ୍ତି ଭୃଗୁଜୀଙ୍କର ଏଇ ଯେଉଁ ପଦାଘାତ ଲୀଳା, ଏଟା ଅପରାଧ କହିବନି, କାହିଁକିନା ଭଗବତ ଇଚ୍ଛାରେ ଭଗବାନଙ୍କର ମହିମାକୁ ପ୍ରତିପାଦିତ କରିବା ପାଇଁ ତାଙ୍କରି ଭକ୍ତ ମାଧ୍ୟମରେ ଭଗବାନ ଲୀଳାଟାକୁ ପୁଷ୍ଟି କଲେ। ସେଥିପାଇଁ ମତ୍ ନିମିତ୍ତଂ କୃତଂ ପାପଂ ଆପି ଧର୍ମାୟ କଲ୍ପତେ, ମୋରି ପାଇଁ ପାପ କଲନ୍ତି ଧର୍ମ ହେଇଗଲା। ଆଉ ଭଗବାନଙ୍କର ମହିମାକୁ ମହିମାନ୍ୱିତ କରିବା ପାଇଁ, ଜଗତରେ ପ୍ରତିପାଦିତ କରିବା ପାଇଁ ଏ ଯେଉଁ ଭୃଗୁଜୀ ଯଦି ବାହିକ ଦୃଷ୍ଟିରୁ ଗହିତ ଅପରାଧ ସିଏ, କିନ୍ତୁ ବାସ୍ତବ ତାକୁ ଅପରାଧ ବୋଲି ବିବେଚନା କରିବାଟା ସମୀଚୀନ ନୁହେଁ। ମାନେ ଲକ୍ଷ୍ମୀଙ୍କର ଯେଉଁଠି ସ୍ଥାନ, ସେଠି ସ୍ଥାନ ଦେଇଦେଲେ। ଏମିତି ବାକ୍ୟ ଯଦି କିଏ କହିବ ନା, ଶତ୍ରୁ ମଧ୍ୟ ଶାନ୍ତ ହେଇଯିବ ନା କ'ଣ? ଶତ୍ରୁକୁ ବି ଯଦି ଏଇ ପ୍ରକାର ବିନୟର ସହିତ କଥାବାର୍ତ୍ତା କରିବ, ଧରନ୍ତୁ କିଏ ଆସି ପିଟିବା ପାଇଁ ଆସିଛି, ତାପରେ ହାତ ଯୋଡ଼ିକି ଧନ୍ୟତା ସହିତ କହିବ, ସେ ବି ଶାନ୍ତ ହେଇଯିବ, ଆଉ ପିଟି ପାରିବନି। ଭଗବାନଙ୍କର ଧନ୍ୟତା କେମିତି ଦେଖ, କେତେ ସୁନ୍ଦର କହିଛନ୍ତି। ଆମେ କହିପାରିବା? ଆମେ ତ ଇଟ୍ କା ଜବାବ ପଥର ସେ ଦେବା, ପୁରା ରେ କହିଲେ ମେ କହିବା, ଆମେ ସହିପାରିବା?
एथि आमर प्रेम फ्रेम किसी होनी आम अंतकरण पवित्र है। पुनश्च सत्रमाव्रज्य मुनिनां ब्रह्मवादिनां स्वानुभूतमशेषेण राजन् भृगुरवर्णयत्। हे राजन भृगु ततः पुनः च सत्रम आव्रज्य यज्ञ स्थानम आगत्य। परीक्षा सरीगला बर्तमान भृगुजी आसुँच कौटि यज्ञ स्थान को जोड़ी देवता मैंने बसी मुनि ऋषि मैंने बसी यज्ञ करते जोड़ी से प्रश्न उठा ना ये त्रिदेव मध्य ब्रह्मांड मूल तीन देवता मध्य किए श्रेष्ठ ब्रह्मा विष्णु महेश्वर समस्तंकर निष्पत्ति क्रमे भृगुजी आसते परीक्षा करने से यज्ञ स्थान को आउ थे पुनः आगमन कले। ब्रह्मवादीना वेद ज्ञान मुनिना समीपे से वेदविद वेदज्ञ मुनि मान सम्मुखरे स्वानुभूत स्व अनुभूत उपलब्धं सर्वं अशेषेण साकल्येन अवर्णयत वर्णितवान। तांकर जो अनुभूति थिला ना पुंखानुपुंख भाव में प्रांजल भाव में स्पष्ट भाव में सरल भाव में वर्णना कले को मान के सम्मुख रे ब्रह्मवादी मुनि मान के सम्मुख रे। हे राजन अनंतर भृगु तथा होते पुनराय यज्ञ स्थान उपस्थित हो ब्रह्मवादी मुनिगण के निकट रे निजर अनुभूत समस्त वृत्तांत वर्णना कले। अनुभव दरकार भृगुजी जानी थिले भगवान विष्णु बड़ अनुभूति कले जगत रे प्रचार करिया पे। ये कौन कले तीन प्रकार परीक्षा कले गोटे बाचिक मानसिक गोटे बाचिक गोटे कायिक अपराध तीन प्रकार होता। मानसिक स्तर ब्रह्मा के पाखु जाइए मानसिक परीक्षा थिला किसी कोई खाए चुपचाप छिड़ा हेले स्तुति कलेनी वंदना कलेनी अभ्यर्थना कलेनी ब्रह्माजी पूरा क्रोधान्वित हो गले पु ना पूरा क्रोध से संजत कर पूरा प्रज्वलित अग्नि प्रज्वलित हो क्रोध कि बहुत कष्ट संजत कले से अभिशाप मारे दौड़ते से ये सब पलायन पंथी हेले शंकर जी पाक आसिले सी हाथ धरी दौड़ दौड़ी आसुँच भाई भाई बोली ये कहले तुम सब उन्मार्ग मार्गी तुम कौन सी शिष्टाचार नहीं से प्रकार तुम दूरे रुह। एति सुनला पर से आलिंगन कौन करें दौड़े पूरा त्रिशूल धरी मारिया पार्वती जी आसिक रक्षा करदे। ये बाचिक अपराध तापर कायिक पूरा प्राक्टिकल पूरा कथा नहीं वार्ता नहीं सीधा अटाक पूरा से भी केमती स्त्री पाखरे से भी को प्रकार पदाघात कले आउ थे कौटी बक्षस्थल हाँ खाली पिटी था निज स्त्री अच्छा लक्ष्मी अच्छा को बाड़ी रे पिटी था ना कौन चरणाघात कर अन्य देह कूड़ी कर बक्ष उपर कर संभव ना ये अन्य मान पुरुष ग्रहण करियाटा। ठाकुर जी किंतु जो सुंदर भाव जो वर्णना कले धन्यता प्रकाश कले भृगुजी को भृगुंकर महिमा की वर्णना कले माने अपराधी निजर दोष नथिले मध्य दोषीर दोष को क्षमा करी निजे दोषी बोली साब्यस्त करिया ये होची विशुद्ध सत्य धर्मर लक्षण। ये शुद्ध सत्य लक्षण ये धर्म दोषीर दोष को क्षमा करी निज को दोषी बोली साब्यस्त करिया बा उपस्थापन करिया ये होची शुद्ध सत्यर लक्षण। दोषी की क्षमा करिया सत्य लक्षण से
तन्निशम्याथ मुनय विस्मिता मुक्तसंशयः भूयांसं श्रदधुभिष्टं यतः शान्तिर्यतो भयम् धर्मः साक्षादयतो ज्ञानं वैराग्यं च तद्नितं ऐश्चर्यं चष्टदा यस्मात् यश्चात्ममलापं मुनीनां न्यस्तदण्डानां शान्तानां समचेतसाम् अकिंचनानां साधूनां यमाह परमां गतिं सत्वं यस्य प्रियामभि ब्राह्मणातिष्ठ देवतः भजन्त्यनाशिषः सन्ता जङ्बा निपुणबुद्धयः। चारिटा श्लोक बर्तमान सब मुनि माने कहवे अथ अनंतरं मुनय तत् भृगुवाक्यं निशम्य श्रुत्वा भृगुंकर वाक्य को शुणी सारा पर मुनि माने विस्मितः मुक्त संशय पूर्व संदेह विमुक्ताश्च सन्तः बड़ा विस्मित हो गले तांकर संदेह दूर हो। संदेहटा कौन थिला कौन थिला गिरिधारी ब्रह्मा विष्णु शंकर जी भितर बड़ किए यही संशय था वेदज्ञ मुनि मान मध्य बर्तमान संशय मुक्त होगा भृगुजी पाखर शुणिला पूर्व संदेह विमुक्ताश्च सन्तः यथ यस्मात् शांति जीवानां शांतिर्जायते तथा यथ यस्मात् अभयं भयरहित्यं भवति यतः यस्मात् साक्षात् धर्म ज्ञानं तदनीतं ज्ञानजुतं वैराग्यं च विषयासक्तिश्च जायते यस्मात् अष्टधा ऐश्चर्यं च अपिमाद अष्टैश्चर्याणि च आत्ममला अपहं निखिल पापनाशनं जस च कीर्ति च जायते जंग नास्तदंडानां रागादिशून्यानां समचेतसां सर्वत्र समबुद्धिनां शान्तानां सुस्थचितानां मुनीनां मुनिधर्मयुक्तानां अकिंचनानां अकामयमानानां साधूनां भक्तानां परमां गतिं अनन्य शरणम् आहु शास्त्राणि बुद्ध्वा वदन्ति सत्वं सत्वगुण एव जस्य प्रियामूर्ति जो विशुद्ध सत्व विग्रह इत्यर्थ ब्राह्मणः तु जस्य इष्टदेवतः प्रियतया इष्टदेवतुल्यत्वेन आदरणीयः अनाशिषः निष्कामः शान्ता निपुणबुद्धयो विवेकिनश्च ज भजन्ति सेवन्ते तं विष्णु विष्णुकर विशेषण दिगला से विष्णु को भूयांश त्रिवधिशिषु श्रेष्ठं श्रद्धया निर्धारयमासु। मुनि माने संशय शून्य हो गले। को भगवान गोटे गोटे कहते धर्म साक्षादयत जहाँ के पाखु धर्म सृष्टि जस्मात् साक्षात धर्म ज्ञान ज्ञानयुक्त वैराग्य धर्म ज्ञान वैराग्य कल से नुहे जहाँ के पाखु अष्टधा ऐश्वर्य अणिमादि अष्ट ऐश्वर्याणी आसछि जे कि निखिल पाप नाशन करचंती जहाँकर कीर्ति जे कि रागादि शून्य समचित शांत सुस्थचित मुनि मानकर भक्त मानकर जे परम गति
शास्त्र जाक वर्णना कराई सत्वगुण रूप में विशुद्ध सत्वगुण सत्व अनंतर मुनिगण भृगुर वाक्य श्रवण करी विस्मित और संशयशून्य जहाँ होते जहाँ ठारू शांति अभय धर्म ज्ञान वैराग्य अणिमादि अष्टविध ऐश्वर्य निखिल पाप विनाशन जसह उत्पन्न हुए जे राग देशादि शून्य समबुद्धि संपन्न शांतचित मुनि धर्मयुक्त अकिंचन साधुगणकर परम गति रूपरे शास्त्रादि कीर्तित होती जे विशुद्ध सत्वमय विग्रह आश्रित ब्राह्मणगण जार प्रियत्व हेतु इष्ट देवतुल्य आदरणीय एवं निष्काम शांत बुद्धि विवेकीगण जार सेवा करिथांती से विष्णु को ही देवत्रय मध्य श्रेष्ठ रूपे वर्णना करागला निर्णय करिसंती बुझिल। भगवान विष्णुंकर स्वरूप धर्म जहाँ पाखु शांति आसो जहाँ भजन कले शांति मिले जहाँ सहित संपर्क कले शांति मिल अशांत कुत सुखम कहगला बुद्धि जार स्थिर है मन तार विशृंखलित अशांत शांति कूड़ी आसो जहाँ पाखु शांति सृष्टि होती अभय जहाँ चरण कमल अभय कहगला भय रही जहाँ कर भजन कले बा जहाँ पाखु अभय सृष्टि होती धर्म ज्ञान वैराग्य जिते सब ऐश्वर्य आदि जहाँ जस कीर्ति हो निखिल पाप विनाशन प्रणत क्लेश नाशाय ना कौन जहाँ जस कीर्ति जहाँ कथा श्रवण कले कीर्तन कले नाम उच्चारण कले सबु पाप निखिल पाप नष्ट जिते प्रकार पातक लघुपातक गुरुपातक अतिपातक महापातक ब्रह्महत्या गोहत्या तो आरंभ करी बड़ बड़ पाप सब पाप नष्ट हो कहीं नाम संकीर्तन जैसे सर्वपाप प्रणाशनम सब पाप नष्ट हो जे राग देशादि शून्य जहाँ राग देश किसी ना स्वबुद्धि संपन्न शांतचित मुनिधर्मयुक्त अकिंचन साधुगण को परम गति जे अकिंचन साधु माने जो मानकर अकिंचन साधु जहाँ निजर बोली किसी ना अनासक्त संत जो माने अकिंचन भाव थी से महात्मा परम गति जी अकिंचन साधु जो शांत चित्त समबुद्धि संपन्न राग देशादि शून्य जे कि विशुद्ध सत्तम विग्रह आश्रित शास्त्र जहाँ कथा कीर्तन कराई वर्णना कराई विशुद्ध सत्व विग्रह आश्रित जहाँ विशुद्ध सत्व विग्रह कहगला कलेवर ब्राह्मण मन विप्रवर्ग जहाँ प्रियत्व हेतु इष्टदेव तुल्य आदरणीय ब्राह्मण मान जहाँ इष्टदेव जो भगवान का किंतु निष्काम शांत बुद्धि विवेकी गण जार सेवा करी जो निष्काम शांत बुद्धि विवेकी गण जार सेवा करी से विष्णु को श्रेष्ठ कहगला। शांत बुद्धि मन स्थिर इंद्रिय स्थिर जार साक्षात धर्म श्रवण
କୀର୍ତ୍ତନାଦି ରୂପ ଯାହା ହୋଇତେ ସେହି ସାକ୍ଷାତ ଚରଣେର ସର୍ବତ୍ର ଜ୍ଞାନ ଭଗବତ ଅନୁଭବ। ସାକ୍ଷାତ ଧର୍ମ ସ୍ୱରୂପ କୁହାଯାଇଛି। ଭଗବାନ ଧର୍ମ ପୁରୁଷ ସିଏ। ଯାହାଙ୍କର ଶ୍ରବଣ କୀର୍ତ୍ତନାଦି ରୂପ ଯାହା ହେଇତେ, ଏ ଶ୍ରବଣ କୀର୍ତ୍ତନ ବି ତାଙ୍କର ଗୋଟେ ରୂପ, କାହିଁକିନା ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଅଭିନ୍ନ କୁହାଯାଇଛି। ଭଗବାନଙ୍କର ଅଭିନ୍ନ ସବୁ। ନାମ ବିଗ୍ରହ ସ୍ୱରୂପ ତିନ ଚିଦାନନ୍ଦ ରୂପ, ତିନେ ଭେଦ ନାହିଁ କୁହାଯାଇଛି। ସଚିଦାନନ୍ଦ ରୂପ କୁହାଗଲା। ଏଥିପାଇଁ ଶ୍ରବଣ କୀର୍ତ୍ତନାଦି ରୂପ ଯାହା ହୋଇତେ ସେହି ସାକ୍ଷାତ ଚରଣର ସର୍ବତ୍ର ଜ୍ଞାନ ଭଗବତ ଅନୁଭବ। ସେ ଭଗବାନଙ୍କ ଚରଣକୁ ଯେଉଁ ଆଶ୍ରିତ ଅଛନ୍ତି ତାଙ୍କର ଭଗବତ ଅନୁଭବ ହେବ। ତଯୁକ୍ତ ଜ୍ଞାନ ଭକ୍ତି ପରମେଶ୍ୱର ଅନୁଭବ ବିରକ୍ତି। ଭଗବତ ଜ୍ଞାନ ହିଁ ଭକ୍ତି ପଦବାଚ୍ୟ, ସେ ଭକ୍ତିର ଅନୁଭବ ହେଉଛି ବିରକ୍ତି। ଏହି ତିନିଟି ଏଇ କାଳେ ଏକାଦଶ ସ୍କନ୍ଧରେ ଉକ୍ତ ପଦ୍ୟରେ ନ୍ୟାୟ ଏখানে ବର୍ଣ୍ଣନା କରା ଉଚିତ। ଧର୍ମ ଜ୍ଞାନ ବୈରାଗ୍ୟ ଏଠି କହିଲେ ଶୁଷ୍କ ବୈରାଗ୍ୟ ନୁହେଁ। ଇଏ ବାସ୍ତବରେ ଭଗବତ ଅନୁଭବାତ୍ମକ ବୈରାଗ୍ୟ। ଶୁଷ୍କ ବୈରାଗ୍ୟ ନୁହେଁ, ଫଲ୍ଗୁ ବୈରାଗ୍ୟ ନୁହେଁ, ପ୍ରକୃତ ବୈରାଗ୍ୟ। ଏଥିପାଇଁ ମହାପ୍ରଭୁ କହିଲେ ବୈରାଗ୍ୟ ନା କର ମର୍କଟ ବୈରାଗ୍ୟ ନା କର ଲୋକ ଦେଖାୟା। ମର୍କଟ ବୈରାଗ୍ୟ ନାହିଁ, ଶୁଷ୍କ ବୈରାଗ୍ୟ ନାହିଁ, ଭଗବାନଙ୍କ ପାଇଁ ବୈରାଗ୍ୟ। ବୈରାଗ୍ୟର ଅର୍ଥ କ'ଣ? ବିଗତ ରାଗ ଯସ୍ୟ ସ ବୈରାଗ୍ୟ। ବୈରାଗ୍ୟ ଅର୍ଥ ନାହିଁ ଯେ ଗୋଟେ ଗନ୍ଧିଆ ମସିଆ ପିନ୍ଧିବ କିଛି, ଏସବୁ ସେ କଥା କୁହାଯାଏ। ହାଡ଼ ଗୋଡ଼ ବାହାରିଥିବ, କୌପିନି ପିନ୍ଧିଥିବ, ସେ କଥା ନାହିଁ। ବୈରାଗ୍ୟର ଅର୍ଥ ହେଉଛି ରାଗ ନାହିଁ ଯେଉଁମାନଙ୍କୁ, ଆସକ୍ତି ନାହିଁ। ଆସକ୍ତି ଯେଉଁମାନଙ୍କୁ ଦୂରୀଭୂତ ହେଇଯାଇଛି ବିଷୟ ପ୍ରତି। ଆମର ବେଶଟା ବୈରାଗ୍ୟ ବେଶ, କିନ୍ତୁ ବାସ୍ତବରେ ସ୍ୱଭାବ ବୈରାଗ୍ୟ ହେଇନି। ସ୍ୱରୂପଟା ବୈରାଗ୍ୟର ସ୍ୱରୂପ। ତିଳକ ମାଳି କଲେ, ଲାନି କପଡ଼ା ପଡ଼ିଲେ, ଧଳା କପଡ଼ା ପିନ୍ଧିଲେ, ନଣ୍ଡା ମୁଣ୍ଡ ହେଲେ, ଚୈତନ୍ୟ ଚୁଟି ରଖିଲେ, ଏସବୁ ବୈରାଗ୍ୟର ସ୍ୱରୂପ। କିନ୍ତୁ ସ୍ୱଭାବ ତ ବୈରାଗ୍ୟ ଆସିନି ନା। ଏଥିପାଇଁ ଶୁଷ୍କ ବୈରାଗ୍ୟ ନାହିଁ କହିଛନ୍ତି। ଏ ଯେ ଅଷ୍ଟବିଧ ଏସବୁ କୁହାଗଲା, ନବନିଧ ଅଷ୍ଟବିଧ, ଇଏ ହେଉଛି ଆନୁଷଙ୍ଗିକ ଫଳ ନୁହେଁ, ଭକ୍ତିର ଆନୁଷଙ୍ଗିକ ଫଳ ନୁହେଁ, ଯାହା ଶ୍ରୀ କପିଳ ଦେବ ନିଜେ କହିଛନ୍ତି। କହିଛନ୍ତି ଅନନ୍ତର ମୋର ବିଭୂତିକୁ ମୋର ମାୟା ଦ୍ୱାରା ଉପାର୍ଜିତ ଅଷ୍ଟାଙ୍ଗ ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହୋଇ ଅଥବା ଭଗବତୀ ଲକ୍ଷ୍ମୀକେ ଇଚ୍ଛା ଯେଉଁମାନେ କରନ୍ତି ତାହାର ମଙ୍ଗଲମୟୀ ପରମେଶ୍ୱର আমার ଭକ୍ତିକେ আমার ଲୋକେ ସେବା କରେ। ଯଶ ଶ୍ରବଣକାରୀ ଜନର ଆତ୍ମା ଓ ମନର ବଳ ମତ୍ସରତା ଖଣ୍ଡନ କରେ। ଏଇ ସେ କପିଳ ଭଗବାନ କହିଛନ୍ତି, ଯେଉଁମାନେ ମୋର ମାୟା ଦ୍ୱାରା ଉପାର୍ଜିତ ଅଷ୍ଟାଙ୍ଗ ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହୋଇ ଅଥବା ଧରନ୍ତୁ ଭଗବାନଙ୍କର ଭଜନ କରୁଥିବେ, କିଛି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲା, ବା ଭଗବତୀ ଲକ୍ଷ୍ମୀକୁ ଇଚ୍ଛା ଯେଉଁମାନେ କରନ୍ତି, ଧନ କାମନା ବି କରନ୍ତି,
तारा मंगलमय परमेश्वर आमार भक्ति के आमार लोक के सेवा करती से माने मोर भक्ति के ही इस संसार रे सेवा करती मोर सेवा करती। ये जो आमर जस कीर्तन श्रवणकारी जो माने मोर कथा श्रवण कर कीर्तन कर मनर मच्छरता सु खंडन करे। यही हूँ भगवान के लिए। তিনি ত্রিগুণাতীত হইল সত্য ক্রিয়ামূর্তি সাত্বিক লোক সকল ক্রিয়া তাহাতে আবার ব্রাহ্মণগণ প্রিয়তর ইষ্টদেব তুল্য হেতু আদরণীয় যাহাকে যাহারা ভজন করেন সে হচ্ছেন বিষ্ণু ভগবান। সে ত্রিগুণাতীত হলে মধ্য সত্য ক্রিয়ামূর্তি সত্যগুণরে আসছেন সে যদিও সে ত্রিগুণাতীত। ସାତ୍ଵିକ ଲୋକମାନଙ୍କର କ୍ରିୟା ପ୍ରିୟ ସିଏ ସାତ୍ଵିକ ଲୋକମାନଙ୍କର ପ୍ରିୟ ସେଥିରେ ପ୍ରାୟ ବ୍ରାହ୍ମଣମାନଙ୍କର ସେ ପ୍ରିୟତର ଇଷ୍ଟଦେବ ଏଥିପାଇଁ ଆଦରଣୀୟ। ଏ ଶ୍ଲୋକ କହିବାର ଥିଲା ଭଗବାନଙ୍କର ସ୍ୱରୂପ ପୁରା ବର୍ଣ୍ଣନା କରାଯାଇଛି ଯେମିତି ସିଏ ତାଙ୍କ ପାଖରୁ ସବୁ ସୃଷ୍ଟି ହେଇଛନ୍ତି ସବୁ ଏ ଧର୍ମ ଜ୍ଞାନ ବୈରାଗ୍ୟ ଅଷ୍ଟ ଐଶ୍ୱର୍ଯ୍ୟ ନବନିଧି ଅଣିମା ସ୍ୱାଜି ଯିଏକି ସାଧୁମାନଙ୍କର ପରମ ଗତି ବିପ୍ରଗଣ ଯାହାଙ୍କର ଅତ୍ୟନ୍ତ ପ୍ରିୟ ନିଷ୍କାମ ବିବେକୀମାନେ ତାଙ୍କର ସେବା କରନ୍ତି। त्रिविधा कृतयतस्य ब्रह्मराक्षसो सुरासुरः गुणिन्या माया सृष्टा सत्वं तत्तीर्थ साधन। यद्यपि तस्य भगवत एव गुणिना सत्वादि गुणत्रययुक्तया मायया राक्षसः असुरः सुराः इति त्रिविधा आकृतयो मूर्तयः सृष्ट्वा भगवान कौन करछन्ति भगवत एव गुणिना सत्वादि गुणत्रययुक्तया मायया तांकर सत्व रज तम गुण द्वारा ए त्रिगुणमयी माया द्वारा से कौन करछन्ति राक्षस असुरा सुरा तीन जन तैयारी करछन्ति सुर असुर राक्षस देवता माने सत्व गुण ना सुर असुर राक्षस त्रिविधा आत्मतय मूर्तय सृष्टि करछन्ति तथापि तत्मध्ये एमानक मध्य सत्यम एव तीर्थ साधनं पुरुषार्थ हेतु भवति एमान मध्य सत्व गुणटा को पुरुषार्थ साधन बोली कहा जायछि। तीन गुण तांकरी द्वारा सृष्ट तीन गुण जगत रे तैयारी करछन्ति विभिन्न प्राणी को कि सत्व गुण जो मान अछन्ति से माने पुरुषार्थ साधक हो। यदि से भगवान ही त्रिगुण युक्ता माया कर्तुक राक्षस असुर सुर ए त्रिविध मूर्ति रचित होइछन्ति तथापि तन्मध्य सत्वगुण पुरुषार्थ साधक होता है। तमगुण रजगुण रे द्वारा भगवान संतुष्ट होते सत्वगुण ही भक्ति जाजन करने प्रशस्त मार्ग सत्वगुण पुरुषार्थ साधक होता है। प्रश्न कले भगवान तो निर्गुण निर्गुण से भगवान को गुणप्रीति संभव नहीं गुणप्रीति केमती हम से तो निर्गुण से गुण मान प्रति प्रीतिभाज नवा कथा नुहे से तो तार उदासीन था कहीं उचित जेहेतु से निर्गुण ये जगत रे त्रिगुण द्वारा सब सृष्ट होती मरुंच जन्म होती क्रियमाण होती गुणभुक्त संसार सहित कौन संपर्क रहा कथा नुहे जेहेतु से निर्गुण से सब उदासीन हवा कथा
ତାର ଉତ୍ତର କହୁଛନ୍ତି ତ୍ରିବିଧ କୃତି ସୃଜନ ଯଦିଓ ତ୍ରିବିଧ ତାହାରେ କୃତ ସେଇଗୁଲି ସତ୍ଵ ଅର୍ଥାତ୍ ତୀର୍ଥ ସାଧନ ପୁରୁଷାର୍ଥ ହେତୁ ସ୍ୱାମୀ ଚରଣ କହିଛନ୍ତି ଜଗତ ପାଲକ କୃପାଳୁ ଭଗବାନଙ୍କର ଜୀବ ହିତରେ ଜନ୍ୟ ସତ୍ଵ ପ୍ରିୟବତ୍ ଭାସମାନ ହେତୁ ହିଁ ପ୍ରିୟ। ଯଦିଓ ତ୍ରିଗୁଣ ଦ୍ୱାରା ଜଗତ ତିଆରି ହେଇଛନ୍ତି, ଜଗତ ତିଆରି କରିଛନ୍ତି, ଆଉ ତାଙ୍କ ସେ ତ୍ରିଗୁଣ ଦ୍ୱାରା ବିଭିନ୍ନ ପ୍ରକାର ପ୍ରାଣୀ ସବୁ ବସ୍ତୁ ସବୁ ତିଆରି ହେଇଛନ୍ତି ଜୀବମାନେ, ହେଲେ ମଧ୍ୟ ଏ ସତ୍ୱଗୁଣ ହେଉଛି ତୀର୍ଥ ସାଧନ ପୁରୁଷାର୍ଥ ହେତୁ। ସତ୍ୱଗୁଣ ହେଉଛି ସାଧନ ପାଇଁ, ପୁରୁଷାର୍ଥ ସାଧନ ପାଇଁ ଅନୁକୂଳ। ସେଥିପାଇଁ ଜଗତ ପାଳକ କୃପାଳୁ ଭଗବାନଙ୍କର, ଜଗତକୁ ଯିଏ ପାଳନ କରୁଛନ୍ତି ବିଷ୍ଣୁ ଭଗବାନ, କୃପାଳୁ ଯିଏ ଜୀବ ହିତର ପାଇଁ, ଜୀବମାନଙ୍କର କଲ୍ୟାଣ ପାଇଁ ସତ୍ୱ ପ୍ରିୟବତ୍ ଭାସମାନ ହେତୁ ହିଁ ପ୍ରିୟ। ସେଥିପାଇଁ ସତ୍ୱ ଗୁଣଟାକୁ ତାଙ୍କର ପ୍ରିୟ ବୋଲି କହିଛନ୍ତି। ଯଦିଓ ସତ୍ୱ ବି ତାଙ୍କର ବହିରଙ୍ଗା ମାୟା ଦ୍ୱାରା ସୃଷ୍ଟ, କିନ୍ତୁ ସତ୍ୱ ଗୁଣଟାକୁ ଭଗବାନ ପ୍ରିୟ କହିଛନ୍ତି। ଏ ସତ୍ୱ ଗୁଣ ଯେଉଁମାନେ ରହୁଛନ୍ତି ସେମାନେ ଭଗବତ ସାକ୍ଷାତକାର ପ୍ରାପ୍ତ ହେବା ପାଇଁ ଉପଯୁକ୍ତ। କିନ୍ତୁ ବସ୍ତୁ ତିନି ଗୁଣ ସମୟ ଉଦାସୀନ, ବାସ୍ତବରେ ସେ ଗୁଣ ସମୟ ଉଦାସୀନ, କୌଣସି ଗୁଣ ପ୍ରତି ସେ ଆସକ୍ତି ନୁହେଁ ତାଙ୍କର, ସେ ନିର୍ଗୁଣ ଭୂମିକାରେ। କିନ୍ତୁ ଏଇ ତ୍ରିଗୁଣ କ୍ଷୋଭିତ ଝିଅମାନଙ୍କୁ ଯଦି କିଏ ସତ୍ୱଗୁଣରେ ରହିଲା ତାଙ୍କ ପ୍ରତି ତାଙ୍କର ପ୍ରିୟତା ଥାଏ। ସତ୍ୱଗୁଣଟା ଶ୍ରେଷ୍ଠ ଗୁଣ। ଏଥିପାଇଁ ଏଇ ହେଉଛି ସିଦ୍ଧାନ୍ତ। ଏଥିପାଇଁ ବର୍ଣ୍ଣାଶ୍ରମ ଧର୍ମରେ ସତ୍ୱଗୁଣ ହେଉଛନ୍ତି ବ୍ରାହ୍ମଣମାନେ, ଦେବତାମାନେ, ଭଗବାନଙ୍କ ପ୍ରିୟମାନେ। ଆଉ ସେ ସତ୍ୱଗୁଣ ଯେଉଁମାନଙ୍କ ପାଖରେ ରହିଛି ବି, ସେହି ଗୁଣ ଯେଉଁମାନଙ୍କ ପାଖରେ ପରିଲିଖିତ ହେଉଛି ସେମାନେ ମଧ୍ୟ ଭଗବାନଙ୍କ ପ୍ରିୟ ଭାଜନ ହେବେ। କାହିଁକିନା ଗୁଣ ହିଁ ଭଗବାନଙ୍କର, ଗୁଣ ଦ୍ୱାରା ହିଁ ତାଙ୍କ ପାଖକୁ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ ହେବ। ଆଉ ଯେଉଁ ଭଜନ କୀର୍ତ୍ତନ ଏସବୁ ତ ହେଉଛି ନିର୍ଗୁଣ ଭୂମିକା, କିନ୍ତୁ ମଠ ମନ୍ଦିର ନିର୍ଗୁଣ କୁହାଗଲା। ଏଠି କୌଣସି ଗୁଣର କ୍ରିୟା ନୁହେଁ। ଭଗବାନଙ୍କ ପାଖରେ ରହିବା, ଭଗବାନଙ୍କର ଭକ୍ତ ହେବା, ଭଗବାନଙ୍କର ଭଜନ କରିବା, ଇଏ ଭଗବତ ଧାମ ଯେମିତି ଗୋଲୋକ ବୈକୁଣ୍ଠ ଯେଉଁ ପ୍ରକାର ଭଗବାନଙ୍କର ଭଜନର ପରିବେଶ ସେ ପ୍ରକାର। ଯେମିତି ସତ୍ସଙ୍ଗ ଗୋଟେ ସ୍ଥାନରେ ହେଉଛି, ସତ୍ସଙ୍ଗ ହେଲେ ସେଠି ଭଲେ ସତ୍ୱଗୁଣ ରଜଗୁଣ ତମଗୁଣ ଲୋକ ସବୁ ଏକତ୍ରିତ ହୁଅନ୍ତୁ, ଯଦି ଭଗବତ କଥାର ଆସର ଚାଲିଛି ତାହେଲେ ବୁଝିବାକୁ ପଡ଼ିବ ସେ ପରିବେଶଟା ହେଉଛି ନିର୍ଗୁଣ ପରିବେଶ। ସେ ପରିବେଶଟା ନିର୍ଗୁଣ ପରିବେଶ। ସେଠି ସତ୍ୱଗୁଣର, ସେଠି କୌଣସି ଗୁଣ ଦ୍ୱାରା ଗୁଣର ପ୍ରଭାବ ପଡ଼େନି ସେଠି। ଏଥିପାଇଁ ସନ୍ଥମାନେ, ବିବେକୀମାନେ, ଶାନ୍ତଚିତ ମହାତ୍ମାମାନେ ଭଗବାନଙ୍କର ସେବା କରନ୍ତି। ଭଗବତ ସେବା ବା ଭଗବାନଙ୍କର ଭଜନ କୀର୍ତ୍ତନ ସେମାନେ କରନ୍ତି ଯେଉଁମାନେ ନିର୍ଗୁଣ ଭୂମିକାରେ ଥାଆନ୍ତି। ଆଉ ସତ୍ୱଗୁଣ ଏଥିପାଇଁ କୁହାଗଲା, ସତ୍ୱଗୁଣ ଭଜନ କରିବା ପାଇଁ ଅନୁକୂଳ। ରଜଗୁଣ ତମଗୁଣ ଲୋକଙ୍କୁ ଭଜନ କରିବା ପାଇଁ ସହଜରେ ସେମାନେ ଅନୁପ୍ରାଣିତ ହୁଅନ୍ତିନି। ସତ୍ୱଗୁଣ ପ୍ରାଣୀମାନେ ଜଲ୍ଦି ହେଇଯାଆନ୍ତି, ଯେଉଁମାନଙ୍କ ସଂସ୍କାର ଥାଏ ଟିକେ। ଆଜିକାଲି ତ ସତ୍ୱଗୁଣ ଲୋକମାନେ ତ ମାଛ ମାଂସ ଖାଉଛନ୍ତି, ଆଉ ସତ୍ୱଗୁଣ କୁହାଯିବ କି? ଖାଇବା କଥା ନାହିଁ, ହିଂସା କରିବା କଥା ନାହିଁ, ମଦ୍ୟପାନ କରୁଛନ୍ତି, ଏସବୁ ସତ୍ୱଗୁଣର କର୍ମ ନୁହେଁ। କ'ଣ କରାଯିବ? ପ୍ରତ୍ୟେକ ଯଥାର୍ଥ ଭଗବାନ ହେଉଛନ୍ତି ଉଦାସୀନ, କୌଣସି ଗୁଣ ପ୍ରତି ତାଙ୍କର ଆସକ୍ତି ନାହିଁ। କିନ୍ତୁ ସତ୍ୱଗୁଣରେ ଯେଉଁମାନେ ଥାନ୍ତି ତାଙ୍କର ପ୍ରିୟତା ସେମାନେ ଥାନ୍ତି, ପ୍ରିୟ ଭାଜନ ହେଇଥାନ୍ତି। ଆଉ ଭଜନ କଲେ ତାଙ୍କ ନିଜର ହେଇଯାନ୍ତି। ଆଉ କ'ଣ? ମୋର ବୋଲି ଦାବି କରନ୍ତି। ଚତୁଃସନକ ଯାଇଥିଲେ ବ୍ରହ୍ମାଙ୍କର ସନ୍ତାନ, ପ୍ରିୟ ବୋଲି କହିଲେ, ମନା ନାହିଁ, କିନ୍ତୁ ମୋର ବୋଲି କହିଲେନି ନା, ସମ୍ମାନ ଦେଇ ଛାଡ଼ିଦେଲେ ନା। ତାଙ୍କୁ ସମ୍ମାନ ଦେଇ ଛାଡ଼ିଦେଲେ ପୂଜା କରିକି, କିନ୍ତୁ ମୋର ବୋଲି ଦାବି କଲେ, ଜୟ ବିଜୟକୁ ଦାବି କଲେ, ଏମାନେ ମୋର ବୋଲି କହିଲେ। ଏ ହେଉଛି ଭଗବାନଙ୍କର ଇଏ। ଭଲ କର୍ମ କଲେ ତ ପ୍ରିୟ ହେବ ନା କ'ଣ?
ଧରନ୍ତୁ ଗୋଟେ ସରକାର ଅଛନ୍ତି, କିଏ ଗୋଟେ ଭଲ କର୍ମ କଲେ ତାକୁ ସେ ପ୍ରଶଂସା କରିଦେ। ମନ କି ବାତରେ ମୋଦିଜୀ ପ୍ରଶଂସା କରୁଛନ୍ତି, କିନ୍ତୁ ନିଜର କରୁଛନ୍ତି କି? ନିଜର ନାହିଁ। ନିଜର ଯେଉଁମାନେ ତାଙ୍କର ଅନ୍ତରଙ୍ଗ ରହୁଛନ୍ତି, ତାଙ୍କ ପାଖରେ ଯେଉଁମାନେ ରହୁଛନ୍ତି, ଏ ସଂସାର ନିୟମ ଯେମିତି ଭଗବାନଙ୍କ ନିୟମ ବି ସେ ପ୍ରକାର। ପ୍ରିୟ ତ ସେ ପ୍ରିୟ କହୁଛନ୍ତି, କିନ୍ତୁ ନିଜର ଦାବି କରୁଛନ୍ତି ଯେଉଁମାନେ ତାଙ୍କ ପାଖରେ ଭଜନ କରିବେ, ତାଙ୍କ ପାଖରେ ପଡ଼ି ରହିବେ, ତାଙ୍କ ସହିତ ସମ୍ବନ୍ଧୀଭୂତ ହେବେ, ତାଙ୍କରି ସେବା କରିବେ, ସେମାନେ ଭଗବାନଙ୍କର ନିଜ ଲୋକ। ଥରେ ଯେମିତି ସବୁ ତୀର୍ଥକୁ ଡକା ହେଲା। ସବୁ ତୀର୍ଥରେ ବିଶେଷ କରି ଭଗବାନ ଆନାଉନ୍ସ କଲେ, ପ୍ରୟାଗକୁ ତୀର୍ଥରାଜ ବୋଲି ଘୋଷଣା କରାଗଲା। ମୁକୁଟ ପିନ୍ଧାଗଲା ପ୍ରୟାଗ ତୀର୍ଥକୁ। ଯେତେବେଳେ ରାଜ ସିଂହାସନରେ ବସିଲେ, ପ୍ରୟାଗ ରାଜ ହେଇଗଲେ, ସବୁ ତୀର୍ଥମାନେ ଆସି ତାଙ୍କୁ ଭେଟି ଦେଲେ, ନମସ୍କାର କଲେ, ପ୍ରଣାମ କଲେ, ରଜା ହେଲେ ନା। କିନ୍ତୁ ଯମୁନାଜୀ ଗଲେନି, ବୃନ୍ଦାବନ ଗଲେନି। ପ୍ରୟାଗ ଆସି କମ୍ପ୍ଲେନ୍ କରୁଛି, କହିଲେ ପ୍ରଭୁ ଆପଣ ମୋତେ ରାଜା କଲେ, କିନ୍ତୁ ଏମାନେ ଆସୁନାହାନ୍ତି କାହିଁକି? ବୃନ୍ଦାବନ କାହିଁକି ଆସିଲାନି ମୋତେ ସଲାମ କରିବା ପାଇଁ, ପ୍ରଣାମ କରିବା ପାଇଁ? ଠାକୁରଜୀ କହିଲେ, ଆରେ ମୂର୍ଖ, ତୋତେ ମୁଁ ରାଜା କଲି ମାନେ ମୋ ଘରଟା ଯାଇ ତୋତେ ଦେଇଦେବି ନା କ'ଣ? ରାଜା ତୋତେ ବାହାରି ଜଗତ ପାଇଁ କଲି, ମୋ ଘରଟା ତ ଦେଇଦେବି ନା କ'ଣ ତା ବୋଲି? ମୋ ଘର ଭିତରେ ତୁ ରାଜା କ'ଣ ହବୁ? ବାହାରି ସଂସାରରେ ତୁ ରାଜା। ସେମିତି ପ୍ରିୟ ତ ସମସ୍ତେ ତାଙ୍କର, କିନ୍ତୁ ଭକ୍ତ ଯେଉଁମାନେ ନା, ତାଙ୍କର ନିଜର ସେମାନେ ତଫାତ୍ ଏଠି ଟିକେ ରହୁଛି। ଭକ୍ତ ବି ତାଙ୍କର ପ୍ରିୟ, ମନା ନାହିଁ। ଶିଶୁକୋବାଚ ଇත්තଂ ସାରସତା ବିପ୍ରା ନୃଣାଂ ସଂଶୟାनुभୟେ ପୁରୁଷସ୍ୟ ପଦାମ୍ଭୋଜ ସେବୟା ତଦ୍ଗତିଂ ଗତଃ। ପୁରୁଷସ୍ୟ ପଦାମ୍ଭୋଜ ସେବୟା ତଦ୍ଗତିଂ ଗତଃ। ଶିଶୁକୋବାଚ। ସେ ଆସିନାହାନ୍ତି କି? ଆସିଲେ। ସାରସ୍ୱତୀ ମାନେ ସରସ୍ୱତୀ ତୀରବାସିନ ବିପ୍ରାହ ମୁନୟ, ଏମାନେ ସବୁ ସରସ୍ୱତୀ ନଦୀ ତଟରେ ଯଜ୍ଞ କରୁଥିଲେ, ସରସ୍ୱତୀ ତୀରରେ ଯଜ୍ଞ କରୁଥିଲେ। ନୃଣାଂ, ନରମାନେ ସଂଶୟମୁକ୍ତୟ, ଏମାନେ ସବୁ ସଂଶୟ ମୋଚନ ହେଇଗଲା। ସଂଶୟ ନାଶୟାୟ ଇତ୍ତଂ ପୂର୍ବୋକ୍ତ ରୂପଂ ନିଶ୍ଚିତ୍ୟ ପୁରୁଷସ୍ୟ ବିଷ୍ଣୋଃ ପଦାମ୍ଭୋଜ ସେବୟା ପାଦପଦ୍ମ ସେବନେନ ତଦ୍ଗତିଂ ଗତଃ ମୁକ୍ତିଂ ପ୍ରାପୁଃ। ସୁଖଦେବ କହିଲେ, ସରସ୍ୱତୀ ତୀରବାସୀ ମୁନିଗଣ ମାନବଗଣଙ୍କର ସଂଶୟ ନିରାସନ ପାଇଁ, ମଣିଷମାନଙ୍କର ଯେଉଁ ସନ୍ଦେହ, ଏମାନଙ୍କର ସନ୍ଦେହ ଦୂର ପାଇଁ ପୂର୍ବୋକ୍ତ ରୂପ ସିଦ୍ଧାନ୍ତ ସ୍ଥାପନ କରି ପୁରୁଷୋତ୍ତମ ବିଷ୍ଣୁଙ୍କର ପାଦପଦ୍ମ ସେବା ଦ୍ୱାରା ମୁକ୍ତି ଲାଭ କରିଥିଲେ। ଏମାନେ ସେ ମୁନିମାନେ ମଣିଷମାନଙ୍କର ସବୁ ସଂଶୟକୁ ଦୂର କରି ସର୍ବସମକ୍ଷରେ ଭଗବାନ ବିଷ୍ଣୁ ଯେ ତାଙ୍କର ଉତ୍କର୍ଷତା, ସର୍ବୋତ୍କର୍ଷତା, ସେ ହିଁ ବାସ୍ତବରେ ଆରାଧନାର ଆରାଧ୍ୟ, ସେ ହିଁ ପୂଜ୍ୟ ସେବ୍ୟ, ସବୁଠୁ ଶ୍ରେଷ୍ଠ ବରିଷ୍ଠ ସିଏ। ଏଥିପାଇଁ ମୁନିମାନେ କ'ଣ କଲେ? ସେ ଭଗବାନଙ୍କର ଚରଣ କମଳକୁ ସେବନ କରି ଭଜନ କୀର୍ତ୍ତନ କରି କରି ତାଙ୍କର ଧ୍ୟାନ କରି ମୁକ୍ତି ପ୍ରାପ୍ତ ହୋଇଥିଲେ। ସଂଶୟାନୁକ୍ତୟେ ଅର୍ଥାତ୍ ସଂଶୟ ନିରସନର ପାଇଁ ପ୍ରବୃତ୍ତ ସରସ୍ୱତୀବାସୀ ମୁନିଗଣ ସାଧାରଣ ମାନବଗଣଙ୍କର ସଂଶୟ ନିବାରଣ ପାଇଁ ଏହି ରୂପ ସିଦ୍ଧାନ୍ତ ସ୍ଥାପନ କରି ବିଷ୍ଣୁର ପାଦପଦ୍ମ ସେବା ଦ୍ୱାରା ଭକ୍ତି ଲାଭ କରିଥିଲେ। ସେମାନେ ମଧ୍ୟ ଆମର କହିଲେ ବିଷ୍ଣୁ ପାଦ ଭକ୍ତି ଲାଭ କରିଥିଲେ ଭଗବାନଙ୍କର ସେବା କରି କରି। ସଂଶୟ ମୁକ୍ତ ହେଲା, ସର୍ବାଗ୍ରେ ସର୍ବସମ୍ମୁଖରେ
प्रमाणित करागला सिद्धांत कहगला वास्तव में भगवान विष्णु श्रेष्ठ। शिष्युतोवाच इत्येतन्नयास्य पद्मगंध पीयूषं भवभयाभीतपरस्य पुंसः सुश्लोकं पूर्ण सुष्णुत्कतै गिरत्यभिक्ष्मं पान्थो अधभ्रमणस् परिश्रमः जहाति। कहले इत्ते तन्मुनि तन्नयास्य पद्मगंध पीयूषं भवभय भीत परस्य पुंसः सुश्लोकं श्रवणपुटै पिबत्यभिक्ष्मं पान्थ अध भ्रमण परिश्रमं जहाति। पूरी माइक बाचे कार बाहर सुतवास सुत गोसाई कहते सुत गोसाई क्या कहते कृष्णा हाँ भृगु महाराज कहते सुत गोसाई भृगु महाराज कहते महामूर्ख कालिदास आसो सुत गोसाई कहते सोनकादि ऋषि मान कहते सुखदेव गोसाई कहते परीक्षित महाराज कहते भागवत दुईटा संवाद अच्छी सुख परीक्षित संवाद सुत सोनक संवाद। शिशुतोवाच पान्तः ज संसार पथिक जो माने संसार पथिक पथिक माने क्या कहया पथिक क्या कहया जान पथ माने कौन रास्ता रास्ता रे जे चले से पथिक पथिक जो माने संसार पथर जो माने धावित माने संसारी जो माने कहगला संसार धर्म को जो माने ग्रहण करछंती जो संसार पथिक इति एवं क्रमेण एई प्रकारे श्रवण पुटई कर्ण रूप पात्रैरित्यर्थ अभिघ्नं निरंतरं मुनि तनयास्य पद्मगंध पीयूषं व्यासदेव नंदनस्य मुखपद्म पंकजाद उद्गतं गंधयुक्त पीयूषतुल्यं भवभय भीत संसार भयनाशनं परस्य पुंसः पुरुषोत्तमस्य श्रीहरेः सुश्लोकं प्रशस्त यशयुक्तम् एतच्चरितं पीवती सानुरागं शृणोति इति अर्थ। श्रवण कले कि प्रकार कर्णरूप पात्रैरित्यर्थ कर्णरूप पात्र कर्ण गोटे पात्र कहगला पात्र जमी रखिया मकरंद रखिया गोटे पात्र अच्छे क्षीर रखिया घी रखिया कर्ण रूप पात्र रे निरंतरं मुनि तनया पद्मगंध पीयूष मुनि तनय व्यासंकर तनय किए सुखदेव गोस्वामी सुखदेवंकर मुख निसृत जो भगवत कथा ताकू कहला पीयूष अमृत कथा पीबत रसम आलयं ना कौन अमृत तुल्य कथा कहला निगम कल्प तरुर्गलित से अमृत कथा तांकरी मुख निसृत पद्मगंध पीयूष मुखपद्म जाद उद्गतं गंधयुक्त पीयूष तुल्य भगवत कथा तो अमृत तुल्य आउे सुखजी मुखर निसृत होची से आहरी रसाल आहरी सुगंध हो गला कथा तो बहुत सुंदर भगवान की कथा ही अमृतमय भगवान की कथा ही आनंद यदि से कथा कौन से रसिक मुखर आसला से कथा कौन से महानुभव रसिक संत भावुक संत मुखर जो विगलित है निसृत है से कथार
ମାନେ ମକରନ୍ଦ ବହୁଗୁଣିତ ହେଇଯିବ। ସେ କଥାର ମହିମା, ସେ କଥାର ମାଧୁର୍ଯ୍ୟ ଆହୁରି ବୃଦ୍ଧିପ୍ରାପ୍ତ ହେବ। ଏଥିପାଇଁ କୁହାଗଲା ସୁଖଦେବ ଗୋସ୍ୱାମୀଙ୍କର ମୁଖପଦ୍ମରୁ ନିଃସୃତ ସେ। ସୁଖ ମୁଖ ନିଃସୃତ ଭବ ଭୟ ରହିତ। କି ପ୍ରକାର କଥା ନା ଯ ସଂସାର ଭୟ ନାଶନଂ ପୁଂସ ପୁରୁଷୋତ୍ତମ ଶ୍ରୀ ହରେ ସୁଶ୍ଲୋକ। जो भगवानଙ୍କର ଚରିତ୍ର କଥା ଯେଉଁଟାକି ସଂସାର ଭୟ ନାଶ କରେ। ଯେଉଁ କଥାକୁ ଶ୍ରବଣ କଲେ ସଂସାର ଭୟ ରହିବନି, ଭୟ ଅପହା ହେଇଯିବ। ଶୋକ ମୋହ ଭୟ ଅପହା, ଶୋକ ରହିବନି, ଭୟ ରହିବନି, ସବୁ ମୋହ ରହିବନି। ଏତ ଚରିତ୍ର, ଏଇ ଚରିତ୍ର ପିବତୀ ସ ଅନୁରାଗଂ ଶୃଣତି ଅର୍ଥ। ପିବତୀ ଅର୍ଥ ଅନୁରାଗ ସହିତ ଶୁଣିବା। ଅନୁରାଗ ମାନେ ଆସକ୍ତି ହେଇକି ଶୁଣିବା, ଶ୍ରଦ୍ଧାନ୍ୱିତ ହେଇକି ଶୁଣିବା। ଆଉ ଡ୍ୟୁଟି କଲା ଭଳିଆ ଶୁଣିବା, ଫର୍ମାଲିଟି ମେଣ୍ଟେନ୍ କରି ଶୁଣିବା, ସେମିତି ନୁହେଁ। କଥାକୁ ହୃତ୍କର୍ଣ୍ଣ, ଯେମିତି ଶବ୍ଦକୁ ଶୁଣିବା, ଧ୍ୱନି ଶୁଣିବା ପାଇଁ ଗୀତ ବାଜିଲେ ଯେଉଁ ପ୍ରକାର ମୃଗମାନେ ଯେଉଁ ପ୍ରକାର କର୍ଣ୍ଣ ଟେକି ଶୁଣୁଛନ୍ତି, ଆସକ୍ତି, ମୃଗର ଆସକ୍ତି ହେଉଛି ମ୍ୟୁଜିକ୍। ଏଥିପାଇଁ ଶିକାରୀମାନେ ସେ ପ୍ରକାର କିଛି ଧ୍ୱନି ଉଚ୍ଚାରଣ କରି ବାଜା ଫାଜା ବଜେଇକରି ବା କିଛି ବଂଶୀ ସ୍ୱନ କରି ତ ଆକର୍ଷଣ କରନ୍ତି। ସେହି ପ୍ରକାର ହୃତ୍କର୍ଣ୍ଣ କୁହାଗଲା। କର୍ଣ୍ଣ ବି କାନ ଛିଡ଼ା କରି ଶୁଣିବା ଦରକାର। ତା ଅର୍ଥ ପୁରା ଶ୍ରବଣେନ୍ଦ୍ରିୟ ପୁରା ଅନୁରାଗ ଯୁକ୍ତ ହେଇ ଶ୍ରବଣ କରିବା ଦରକାର। ଶ୍ରବଣେନ୍ଦ୍ରିୟରେ ଆସକ୍ତି ଶ୍ରଦ୍ଧାରେ ଶୁଣିବା ଦରକାର ଭଗବାନଙ୍କ କଥା। ଏଥିପାଇଁ କହିଲେ ସ୍ୱାନୁରାଗ, ସାନୁରାଗ ସ ଅନୁରାଗଂ ଶୃଣୋତୀତି ଅର୍ଥ। ଶ୍ରଦ୍ଧାର ସହିତ ଯେଉଁମାନେ ଆକଣ୍ଠ ପାନ କରିବେ। ଅଧ୍ୱର ଭ୍ରମଣ ପରିଶ୍ରମଂ, ଏ ଯେଉଁ ସଂସାର ସାର ମାର୍ଗ ଭ୍ରମଣ କ୍ଲେଶଂ ତ୍ୟଜତି। ଯେଉଁ ସଂସାର ପଥିକ, ଯେଉଁମାନେ ସଂସାର ଚକ୍ରରେ ଗ୍ରସିତ ହେଉଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏଇ ସଂସାର ଚକ୍ରରେ ଯେଉଁମାନେ ବାରମ୍ବାର ଜଗତକୁ ଆସୁଛନ୍ତି, ସେଇ ସଂସାର କ୍ଲିଷ୍ଟ ତ୍ରିତାପ ଦଗ୍ଧୀଭୂତ ଏଇ ଯେଉଁ ମଣିଷମାନେ, ଝିଅମାନେ ଯଦି ସେ ସୁଖ ମୁଖ ନିଃସୃତ ଭଗବାନଙ୍କର ପାପ ବିନାଶକ ସେ ଅମ୍ଳାନ ଚରିତ୍ର କଥା ଯଦି ନିରନ୍ତର ଶ୍ରବଣ କରିବେ, କର୍ଣ୍ଣପୁଟରେ ତାଙ୍କର ଯଦି ହୃତ୍କର୍ଣ୍ଣ ହୋଇକି ଶ୍ରବଣ କରି ଅନୁରାଗ ଯୁକ୍ତ ହେଇ, ତାହେଲେ ତାଙ୍କର ସଂସାରରେ ଭ୍ରମଣ କରିଥିବା କ୍ଲେଶ ନଷ୍ଟ ହେଇଯିବ। ପ୍ରଣତ ନା କ'ଣ, ତାଙ୍କର ସଂସାର ଯେଉଁ ବୁଲୁଛନ୍ତି ନା, ସବୁ କ୍ଲେଶ, ଏ ଯେଉଁ କଷ୍ଟ ଦୁଃଖ ଦୂର ହେଇଯିବ। ସଂସାର ଦୁଃଖ ଦୂର ହେଇଯିବ ତାଙ୍କର। ଏଥିପାଇଁ କଥା ଶୁଣିବା ଦରକାର। ହରିକଥାର ମହତ୍ଵ ଏତିକି। ଶ୍ରୀ ସୁତ କହିଲେ, ହେ ମୁନିଗଣ, ଶ୍ରୀ ବ୍ୟାସଦେବ ନନ୍ଦନ ଶ୍ରୀ ସୁକଦେବଙ୍କର ବଦନ କମଳ ବିନିର୍ଗତ ସୁରଭି ପୀୟୁଷ ତୁଲ୍ୟ ଭଗବାନ ପୁରୁଷୋତ୍ତମ ଶ୍ରୀ ହରିର ଉଦାର କୀର୍ତ୍ତିଯୁକ୍ତ ଏହି ସଂସାର ଭୟ ନାଶନ ଚରିତ୍ର ଯେଉଁ ସଂସାର ପଥିକ ମଣିଷମାନେ କର୍ଣ୍ଣରୂପ ପାତ୍ର ଦ୍ୱାରା ସର୍ବଦା ପାନ କରନ୍ତି, ସିଏ ସଂସାର ମାର୍ଗରେ ଭ୍ରମଣ ଜନିତ କ୍ଲେଶ ସହିତ ମୁକ୍ତ ହେଇଯାଆନ୍ତି। କର୍ଣ୍ଣରୂପ ପାତ୍ରରେ ଯେଉଁ ନିରନ୍ତର ସୁଖ ମୁଖ ପଦ୍ମ ବିନିସୃତ ସେ ଭଗବାନଙ୍କର ଚରିତ୍ର କଥାକୁ ଶ୍ରବଣ କରନ୍ତି ସବୁବେଳେ, ଯେଉଁ କଥା କି ସଂସାର ଭୟ ନାଶନ ଚରିତ୍ର କଥା, ତାହେଲେ ସେମାନେ ସଂସାର ଯେଉଁ ଭ୍ରମଣ କରୁଛନ୍ତି, ଏଇ ଯେ କ୍ଲେଶ ଆସୁଛି, କଷ୍ଟ ଆସୁଛି, ତ୍ରିତାପ, ଆଧ୍ୟାତ୍ମିକ ଆଦିଦେବିକ ଆଦିଭୌତିକ ସମସ୍ତ କ୍ଲେଶ ତାର ନଷ୍ଟ ହେଇଯିବ, ଦୁଃଖ ଦୂର ହେଇଯିବ। ଆଉ ସେ କିଛି ଚାହିଁବନି, ସଂସାର କଷ୍ଟ ତାକୁ ଲାଗିବନି। ଲୋକମାନେ ସବୁ ଆତ୍ମହତ୍ୟା କରିଦେଉଛନ୍ତି, ସୁଇସାଇଡ଼ କରିଦେଉଛନ୍ତି, କାହିଁକିନା ସେମାନେ ଏଇ ରସ ଜାଣିନାହାନ୍ତି। ସେମାନେ ଜୀବନଟା ଗୋଟେ ଇଚ୍ଛା କରିଥାଉଛନ୍ତି, ଇଚ୍ଛାଟା ଫଳବତୀ ନହେଲେ ସେମାନେ ନିଜକୁ ଚିନ୍ତା କରିପାରୁନାହାନ୍ତି, ନିଜର ଜୀବନଟାକୁ ନଷ୍ଟ କରିଦେଉଛନ୍ତି। କିନ୍ତୁ ସଂସାରର ସମସ୍ତ ଭୟ ନଷ୍ଟ ହେଇଯିବ, ସବୁ କ୍ଲେଶ ନଷ୍ଟ ହେଇଯିବ, ସବୁ ତାପ ନଷ୍ଟ ହେଇଯିବ। କହିଲେ ଭଗବାନଙ୍କର କଥା ଶୁଣିବ, ସେ କଥା ବି ଶୁଣିବ ରସିକ ମହାନୁଭବ ପରମ ବୈଷ୍ଣବ ମୁଖରୁ ଶୁଣିବ। ଯେଉଁମାନେ ଶୁଣିବ କେମିତି, ଅନୁରାଗ ଯୁକ୍ତ ହେଇକି ଶ୍ରଦ୍ଧାର ସହିତ ଆସକ୍ତ ହେଇକି ଶୁଣିବ, ତାହେଲେ ସଂସାର ଦୁଃଖ ଦୂର ହେଇଯିବ, ଆଉ କଷ୍ଟ ଲାଗିବନି। ଆଉ ପଦ୍ମଗନ୍ଧ ପୀୟୁଷମ, ଏଇ ଉପାଧ୍ୟାନର ପୀୟୁଷତ୍ୱ ହେତୁ ଭବରୋଗ ନିବର୍ତ୍ତକ। ଯେହେତୁ ଭଗବାନଙ୍କ କଥା ହେଉଛି ଅମୃତ,
एइथि भव रोग आम सब भव रोगी कहगला। ये रोग को निवारण करने अमृत तुल्य भगवत कथा ही अपरिहार्य आवश्यक। ये एथिपाई अमृत तुल्य कथा को जो श्रवण करती से माने उद्धार बंची जाती। मैत्री जी ये कहले ना ये किमाश्चर्यम एतत् मनुष्य लोके सुधांग परित्यज्य विषं पिबंती। ये मनुष्य लोकर आश्चर्य गति देख लोक मान आश्चर्य गति अमृत को त्याग कर विषपान कर संसार विषयटा को विष कहगला परमार्थ भजन कीर्तन को अमृत कहगला। ये अमृत को छाड़ी विषपान कर लोक मान ये अमृत आस्वादन करिया कथा महेंद्रपुर वृंदावन जीवा एप्रिल 1 कौन मत रेडी हाँ कौन चलते एप्रिल 1 वृंदावन टूर करिया 10 दिन पाई भक्तान जो श्रद्धालु कहीदेवा जी 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 थरे जीवा आधे कोरोना फोरोना आउट कि आउट बड़ बड़ महामारी आसत मरी जाए विश्वास नहीं पेपर बाहर जो बड़ महामारी आउट आस फंगस फंगस ना कौन गोटे सेमती किसी ना 10 दिन जीवा सप्ताहटी 10 दिन बुल पड़ा आसा समस्ते जापरि जिते सर्टकट समय कर भल सबु जगह बुलिया को 365 दिन दरकार सब ना ना एकाथरे खाइले डायरिया हो असुविधा खाली वृंदावन वृंदावन बर्षना गोवर्धन किसी किसी स्थान रही हरिद्वार गले एक्स्ट्रा 2-4 दिन दरकार आम कार्तिक मसरे सब मसे जामर सब 15 दिन परिक्रमा सब सरी जाऊँगी आउ जो 15 दिन से हरिद्वार आड़े पड़ों बुलिक आमती हुए आम तेणुक सब वृंदावन जी हरिद्वार कहीं जी वृंदावन हरिद्वार बहुत तफात वृंदावन चलते देखिए वर्षना देखिए वृंदावन दर्शन करिए सीटी तो समय कड़े बीतीज वृंदावन परिक्रमा गोटे दिन वर्षना परिक्रमा गोटे दिन गोवर्धन परिक्रमा गोटे दिन जदि चली पारे गोवर्धन परिक्रमा गोटे दिन करने पड़ो गोटे दिन 3 दिन परिक्रमा कल तो 2 दिन शुआ इच्छा हो तापर हरिद्वार कड़े मार पलैया बोली कह 21 किलोमीटर चलो गोवर्धन टा 21 किलोमीटर परिक्रमा करा पड़ो नाची नाची बिना जूतार कष्ट पड़ा पड़ो ना चली पार तो ना अटो करदे कौन कर दरकार जीवन में थे आ बाकी सब बुलाड़ा सहज गोवर्धन परिक्रमा टे कष्ट स्वीकार करा पड़ो आनंद लगे कष्ट बाधियोनी जिते सब जाऊँ बुढ़ा ददरा बुढ़ा वृद्ध लोक जहाँ जाऊँ महात्मा ने हजार हजार लोग अरे जोर छोड़ी राधे राधे कीर्तन हो तो जोर छोड़ी स्क्वाश मिलते टफी मिलते कौन खाइबार अभाव ना दुकान बजार ब्रजांगना देखियो लाली लाला सब देखियो गोप गोपी देखियो ग्वाला ग्वालिनी देखियो गोमाता देखियो बाछुरी देखियो साधु संतान दौड़ते देखियो से ब्रज रजरे चरण स्पर्श ले पवित्र हो अलग आनंद आसो शिवरण आसो चली शक्ति सिंह आसीज बर्षणार थी संजू माता थे जाइला बापी फापी सब किए जाते सिद्धांत माता ग्रुप रे तार दुनिया रोग थिला कि जेदिन से वृंदावन परिक्रमा तार रोग छाड़ी जाइए आसला फुली पड़ा मोटा ही रोग छाड़गला तार आसला आउे आरंभ से अलग चिंतनटा शुद्ध चिंतन रुए ना भगवान पाक खोजी दर्शन करी तेणुक किसी असुविधा हेनी सब ठीक हो चलो जीवा कौन करिया आम केजन जीवा केजन रहा ये सब दीक्षा देदेवा या सब दायित्व दे दी आम सब चलिया कौन हस कौन कौन कमला हाँ जीव
ନା ବିରକ୍ତି ପଳେଇ ଆସିବ 10 ଦିନ 15 ଦିନ ହେଲେ। ଦେଖିବା କାହାକୁ ସେଦିନ କିଏ ରହିବା କିଏ ଯିବା, ରଖିବାକୁ ତ ପଡ଼ିବ, ମଠରେ ରହିବା ଚଳିବାକୁ ପଡ଼ିବ, ସେ ସମୟ ଆସୁ। ନହେଲେ ଗୋଟେ କାମ କରିବା, ତୁମେ ସବୁ ମାୟାପୁର ଯାଇ ପଳେଇ ଆସିବ। ମାୟାପୁର ଗ୍ରୁପ୍ଟି ଯିବା, ବୃନ୍ଦାବନ ଗ୍ରୁପ୍ଟି ଯିବା। ଯେଉଁମାନେ ବୃନ୍ଦାବନ ଯିବ 2-4 ଜଣ, ସେମାନେ ମାୟାପୁର ଯିବନି, ବାକି ସବୁ ମାୟାପୁର ପଳେଇବା। ମାୟାପୁର ଦର୍ଶନ କରି ଆସିଲା ପରେ ଏଠି ରହିଯିବ, ବୃନ୍ଦାବନ ପାଟରେ ବୃନ୍ଦାବନ ଯିବା। ଏ ବର୍ଷ ମାୟାପୁର ଯିବାକୁ ପଡ଼ିବ, ମହାରାଜ ବି କହିଛନ୍ତି, ବିଷ୍ଣୁ ମହାରାଜ ବି ଆମକୁ। ଫେରିଲା ପରେ ଯିବା। କ'ଣ ଚନ୍ଦନ ପ୍ରଭୁ ଯିବା? ହଁ ଯିବା। ଆଜ୍ଞା, ଅଧା ପରିକ୍ରମା ପୁରା ହେଇଯାଇଛି। ଏବେ ଗଲେ ତ ପୁରା ପରିକ୍ରମା କରିବାନି, 84 ହେବନି ଏବେ। ଏବେ ଖାଲି ଅନ୍ୟ ଜାଗା ବୁଲିବା। 84 ପରିକ୍ରମା ପାଇଁ 15 ଦିନ ଦରକାର, 20 ଦିନ ସମୟ ଦରକାର। ସେଇଟା ଏଇ ସମସ୍ତଙ୍କୁ ନେଇ କରିହେବନି, ସମ୍ଭବ ନାହିଁ। ନିଜେ ନିଜେ ଯାଇ କରିହେବ ସେଟା। Tomorrow you see the net available, seat available. Okay, tomorrow I will give the list. ଆମେ ବସିବା କଥାବାର୍ତ୍ତା କରିବା, ଯେଉଁ ଟିକେଟ୍ କେତେ, ୟୁ ସି ଦ ଫେୟାର। ହଁ ସ୍ଲିପର କ୍ଲାସ୍ ନାହିଁ ସାର୍, ଏଭ୍ରିୱାନ୍ ସ୍ଲିପର କ୍ଲାସ୍। ସିଧା ଅପ୍ ଆଣ୍ଡ ଡାଉନ୍ ଫେୟାର କେତେ ପଡ଼ୁଛି, ସେଠି ରହିବା କେତେ ଦିନ ବୁଲିବା, ସେଇ ହିସାବରେ କହିବାକୁ ପଡ଼ିବ ନା, ପଇସାଟା ହାତରୁ ଦେବା ନା କ'ଣ, ସବୁ ହିସାବ କରି ବସି ହିସାବ କରିବା। ଆମକୁ ଲାଭ ଦରକାର ନାହିଁ, କିନ୍ତୁ ଅନ୍ତତଃ ଯେତିକି ମାର୍ଜିନ୍ ସେତିକି ତ ଦେବାକୁ ପଡ଼ିବ ନା। ଚନ୍ଦନ ଯାତ୍ରା ହେଉଛି ମେ 26 ତାରିଖରେ। ଆମେ ଏପ୍ରିଲ 1ରେ ଯିବା, ଏପ୍ରିଲ 10ରେ ପଳେଇ ଆସିବା। ଆସିଲା ପରେ ଚନ୍ଦନ ଯାତ୍ରା 1.5 ମାସ ଅଛି ଆହୁରି। ଏପ୍ରିଲ 11। ହଁ 1 week, 5 days 7 days। ରହିବା ବୁଲିବା କଥା, 3 ଦିନ ବୁଲିବା। ବୁଲିବ କ'ଣ? ହୋଲି ଉତ୍ସବ ହେଉଛି କେବେ? ମାର୍ଚ୍ଚ 28 ଦୋଳ ଉତ୍ସବ। 28ରେ ଯିବା, 29ରେ ହୋଲି, 30ରେ ବାହାରିଲେ 31ରେ ପହଞ୍ଚିବା। 1ରେ ପଳେଇବାକୁ ପଡ଼ିବ, ଟିକେ 1ରେ ଟିକେଟ୍ କରିବାକୁ ପଡ଼ିବ। ଏପ୍ରିଲ ଫୁଲ୍ କରିଦେବା। ବହୁତ ଦିନ ଯାଇନି ନା, ଯିବା ଦେଖିବା, ସେ କହିଦେବା କାହାକୁ। କ'ଣ ନା ରେଡ଼ି? ହଁ ଆଗେଇ ଚାଲରେ ଯାଇନାହାନ୍ତି। ସେ ଦେଖ, ସେ ଆମ ରାଧାପୁର ଭଳିଆ ଯିବା ପର୍ଯ୍ୟନ୍ତ ମୁଡ଼ ଠିକ୍ ଅଛି ନା ଦେଖିବାକୁ ପଡ଼ିବ। ଯିବେ, ଡିସାଇଡ଼୍ କରିବ ମାୟାପୁର ଯିବ କି ବୃନ୍ଦାବନ ଯିବ, ହେଲା ଡିସାଇଡ଼୍ କରି କହିବ ଯୋଡ଼ା ଯିବ। ନା ଡିସାଇଡ଼୍, ହି କ୍ୟାନ୍ ଡିସାଇଡ଼୍। ଯିବ ପ୍ରତିବର୍ଷ ବାହାରିବା, ଏଇ ବର୍ଷ ନେଲା ଆର ସବୁ ଯିବା, ବାହାର କରିବା। ଏ ବର୍ଷ ସବୁବେଳେ ଯିବା ଦରକାର। ପ୍ରତିବର୍ଷ ଏଇ ଚନ୍ଦନପୁରରୁ ପଳାଉଥିବ, ଟିକେ ବୁଲିକି ପଳେଇ ଆସୁଥିବ, ଗଲେ ଭଲ। ଆରମ୍ଭ କରିବା ଏ ବର୍ଷ, ଟିକେ ରିସ୍କ ନେବା, କାରଣ ସମସ୍ତେ ଯାଉଛନ୍ତି ନା, ଆମେ ବି ଟିକେ ଯିବା। ଟ୍ରେନ୍ରେ ଯିବା, ବେଶୀ ବୃଦ୍ଧ ଲୋକ ନେବାନି, ରୋଗୀ ଲୋକ ନେବାନି, ଛୋଟ କଟି ଛୁଆକୁ ନେବାନି, ଏ ବଡ଼ ଟେନସନ୍ ସେ ଆସୁ। ତାଙ୍କ ପାଇଁ କିଏ ଘୁରିବ? କିଏ ଗୋଟେ ହଜିବ ଗଲେ ତା ତୁମର ସବୁ ଭଜନ ଗଲା, ତା ପାଇଁ ଖୋଜୁଥ, ତା ପାଇଁ ପୁଲିସ ଡାକ, ଏଠି ଦୁନିଆ ଧନ୍ଦା ହେଇଯିବ। ଭାଗ୍ୟ ଭଲ ସେ ନାରାୟଣପୁର ସ୍ତ୍ରୀଟା ଧରା ପଡ଼ିଲା। ଆମେ କନ୍ତାଳରେ ଯାଇଥିଲେ, ମାୟାପୁର ହଜିଯାଇଥିଲା ନା, ଆଉଡ଼ି ଟ୍ରେନ୍ରେ ବସି ପଡ଼ିଥିଲା। ନାରାୟଣପୁର ସ୍ତ୍ରୀ ଆଉଡ଼ି ଟ୍ରେନ୍ରେ ବସି ପଡ଼ିଥିଲା। 2ଟା ଟ୍ରେନ୍ ଅଛି, 2ଟା ଏପଟେ ସେପଟେ। ଆମେ କେଉଁ ପ୍ଲାଟଫର୍ମରେ ଥିଲୁ, ଡିକ୍ଲେୟାର କଲା ଅଣ୍ଡରଗ୍ରାଉଣ୍ଡ ଯାଇକି ଅନ୍ୟ ସେ କେଉଁ ବେଣ୍ଡାଲ ନା କେଉଁଠି
ये जाइए जो ट्रेन बस पड़े पप्पू देखला तो टाणी आणला मुझे छिड़े कहले सीढ़ी चढ़ी चढ़ी चलो से धाई टाणला ना से पलि था ट्रेनटा कलिकता आगे पलि था बुढ़ी को मरी था कड़े जा प्रोब्लेम होता ग्रुप जाइए तुम से नथिले बोधे से आम सतोषपुर ग्रुप जाइए पूरा 70 जन नाके जाइए बोधे गोटे बगी फुल जाइए पूरा मायापुर 70 जन 60 हाँ 70 60 जन मायापुर जाइए बस रेलवे स्टेशन मास्टर चाहिए गोटे बगी पूरा बुकिंग कर लो कहला बगी बुकिंग जाइए 55टा टिकट रे 3टा ट्रेन टिकट थी 55 टका 3टा ट्रेन चेंज कर ये संतरागाछी संतरागाछी कलिकता हावड़ा हावड़ा रू मायापुर 3टा ट्रेन 55 टका टिकट रे कहीं जन 70 लोग श्री राधे ये हूँ 15-20 वर्ष तलर कथा लोकाल ए लोकाल से ये रिसीव ना जीवा आम धरिकी जा सब आइटम फाइटम करी रोषेबास कर ना कौन टे कौन कौन कर ना हाँ बसिया कथा बा थरे थर जाई आसला तुम सब रास्ता जाणीद सब जाणद तापर धरी जीव प्रथम थर थर मुझे मत ही विरक्ति सब धरी जापर तम पिला सब बाहर जीव लोक बाहरी एरिया सब बाहरी आम तो वंश बाहर करद ना ना कौन मंदिर आउ कौट जी आम साथ मठ तरफ जी प्राय विश्वास मठ प्रति मठ तरफ सब लोग जी ना दरकार बेले बेले श्री राधे कीर्तन कर जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्त वृंद
Hare
हरि बोल